ମାଛ ବଦଳରେ ଅଜଗର ସାପ। ପେଟ ପାଟଣା ପାଇଁ ଚିଲିକାରେ ଯାଇଥିଲେ ବାହନ କରିବାକୁ ମତ୍ସ୍ୟଜୀବୀ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡ଼ା ପାଣିଦୁଆର ଗ୍ରାମର ମତ୍ସ୍ୟଜୀବୀ ଗୋପବନ୍ଧୁ ବେହେରା ଯାଇଥିଲେ ଚିଲିକାରେ ବାହନ କରିବା ପାଇଁ। ସେଥିପାଇଁ ଚିଲିକାରେ ବସାଇଥିଲେ ଜାଲ। ଚିଲିକାରେ ଜାଲ ବସାଇଥିବା ବେଳେ ମାଛ ସହ ଜାଲରେ ପଶି ଯାଇଥିଲା ଏକ ବିରାଟ ଅଜଗର। ଅଜଗର ସାପ ଜାଲରୁ ବାହାରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ସେଥିପାଇଁ ସାପ ରାଗରେ ସୁଁ ସୁଁ ହୋଇ ଗର୍ଜନ କରୁଥିଲା। ଜାଲରୁ ମାଛ ଝାଡ଼ିବାକୁ ମତ୍ସ୍ୟଜୀବୀ ଚେଷ୍ଟା କରିବା ବେଳେ ଜାଲରେ ଅଜଗର ସାପ ଫସିଥିବା ଜାଣିବାକୁ ପାଇଥିଲେ। ଖବର ପାଇ ଟାଙ୍ଗୀ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ କର୍ମଚାରୀମାନେ କାଳ ବିଳମ୍ବ ନକରି ଅଜଗର ସାପକୁ ଅତି ସତର୍କତାର ସହ ଉଦ୍ଧାର କରି ପ୍ରାକୃତିକ ଅବସ୍ଥାସ୍ଥଳୀରେ ଛାଡ଼ି ଦେଇଛନ୍ତି। ଫଳରେ ଅନେକ ଜୀବନ ବଞ୍ଚିଯାଇଛି। ଚିଲିକା ଜଳ ଲୁଣି ହୋଇଥିବାରୁ ଚିଲିକାରେ ଅଜଗର ସାପ ଦେଖାଯିବା କଥା ନୁହେଁ। ବନ୍ୟା ଜଳରେ ଦଳ ସହାୟତାରେ ସେ ଚିଲିକାକୁ ପଳାଇ ଯାଇଥିବା ଅନୁମାନ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅଜଗରର ଲମ୍ବ ପ୍ରାୟ 8 ଫୁଟ ହେବ ବୋଲି ସୂଚନା ମିଳିଛି। ଖୋର୍ଦ୍ଧାରୁ ଦୀପକ ପ୍ରଧାନଙ୍କ ରିପୋର୍ଟ, ନିରପେକ୍ଷ।